ମହାରଥୀ ଖବର ପକ୍ଷରୁ ଆପଣଙ୍କୁ ଅଭିନନ୍ଦନ। ଆଜି ଧାମନଗର ବ୍ଲକ ଅଫିସ ସମ୍ମୁଖରେ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ଧାରଣା। ସୂଚନା ଥାଉ କି ଧାମନଗର ବ୍ଲକ ମିଶନ ଶକ୍ତି ବିଭାଗର 30 ଗୋଟି ପଞ୍ଚାୟତରେ ଥିବା କମ୍ୟୁନିଟି ସପୋର୍ଟ ଷ୍ଟାଫ କର୍ମଚାରୀ ମଙ୍ଗଳବାର ଠାରୁ ବ୍ଲକ ସମ୍ମୁଖରେ ଧାରଣାରେ ବସିଛନ୍ତି। ସେମାନଙ୍କର ଇନସେଣ୍ଟିଭ ଦରମା ପରିବର୍ତ୍ତେ ସ୍ଥାୟୀ ଦରମା ଦେବା ଏବଂ ଦୀର୍ଘ 6 ମାସ ଧରି ଉକ୍ତ ଦରମା ନ ପାଇବା ଦାବି ନେଇ ଏହି ଧାରଣାରେ ବସିଛନ୍ତି। ଧାମନଗର ଜିପିଏଲ୍ଏଫ ପକ୍ଷରୁ ସିଆର୍ପି, ବ୍ୟାଙ୍କ ମିତ୍ର ଓ ଏମ୍ବିକେ ଦୀର୍ଘ ବର୍ଷ ଧରି ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟ କରି ଆସୁଛନ୍ତି, ଯାହାକି ପଞ୍ଚାୟତ ସ୍ତରରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଆର୍ଥିକ କାରବାର ସହ ବିଭିନ୍ନ ବ୍ୟାଙ୍କରେ ମଧ୍ୟ ନିଯୁକ୍ତି ପାଇଁ ବିଭିନ୍ନ କାର୍ଯ୍ୟ ସିଆର୍ପି 6,100 ଏବଂ ଏମ୍ବିକେ ଓ ବ୍ୟାଙ୍କ ମିତ୍ରଙ୍କୁ 10,750 ଟଙ୍କା କରି ଦରମା ଦିଆଯାଉଥିଲା ବେଳେ ଏବେକାର ସରକାର ଓ ମିଶନ ଶକ୍ତି ବିଭାଗ ଏହି ନିୟମକୁ ପରିବର୍ତ୍ତନ କରିଦେଇଛନ୍ତି, ଯାହାଫଳରେ ରାଜ୍ୟ ସଂଘର ନିଷ୍ପତ୍ତି ଅନୁଯାୟୀ ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ସହ ଗଣଧାରଣା ଜାରି ରହିବ ବୋଲି ବ୍ଲକ ସଂଘର ସଭାନେତ୍ରୀ ଅନିମା ନାୟକ, ସମ୍ପାଦିକା ସସ୍ମିତା ତ୍ରିପାଠୀ, ପୂଜାରାଣୀ ମହାଳିକ, ଶୈଳବାଳା ସ୍ୱାଇଁ, ଜ୍ୟୋତ୍ସ୍ନାରାଣୀ ପଣ୍ଡା, ସସ୍ମିତା ସାହୁ, ମାନସୀ ବେହେରା, ପ୍ରିୟଙ୍କା ମହାନ୍ତି, ସବିତା ସାହୁ, ପ୍ରିୟଙ୍କା ସାହୁ, ଗୀତାଞ୍ଜଳି ବେହେରା, କଳ୍ପନା ମଞ୍ଜରୀ ଦାସ, ଝରଣା ପତି, ଛଇଳା ସ୍ୱାଇଁ, ଅହଲ୍ୟା ଜେନା ପ୍ରମୁଖ କହିଛନ୍ତି। ତେବେ ଦିନ 10ଟା ଠାରୁ ସନ୍ଧ୍ୟା 5ଟା ଯାଏ ଏହି ଧାରଣା ଜାରି ରହିବ। ଯେପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ଧାରଣା ଜାରି ରହିବ ବୋଲି ବ୍ଲକ ସଭାପତି ଓ ସମ୍ପାଦିକା ସୂଚନା ଦେଇଛନ୍ତି।